ଗ୍ରାମବାସୀ ଉଦ୍ୟମରେ ଅବରୋଧ ହଟିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାପଚୁପ ଆଖପାଖ 5ଟି ପଞ୍ଚାୟତବାସୀ ଗମନାଗମନ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି ଜୈନିକ ବ୍ୟକ୍ତି। ଏହା ଏକ ମୁଖ୍ୟ ରାସ୍ତା ହୋଇଥିବା ବେଳେ ରାସ୍ତାର ଉନ୍ନତିକରଣରେ ବି ବାଧକ ସାଜୁଛି ବେଆଇନ ଭାବେ ନିର୍ମିତ ଘର। ସୂଚନା ଅନୁସାରେ ତିର୍ତ୍ତୋଲ ବ୍ଲକ ଗ୍ରାମ ପଞ୍ଚାୟତ ଅଧୀନ ଖଣ୍ଡକୋପାଳ ଗ୍ରାମ ଦେଇ ଯାଇଥିବା ରାସ୍ତାରେ ଆଖପାଖ 5ଟି ପଞ୍ଚାୟତବାସୀ ଯାତାୟାତ କରିଥାନ୍ତି। ହେଲେ ସେହି ଗାଁର ଉତ୍ତମ କୁମାର ବାରିକ ନାମକ ଜଣେ ବ୍ୟକ୍ତି ଏହି ରାସ୍ତାକୁ ଜବରଦଖଲ କରିଛନ୍ତି। ଫଳରେ ଯାତାୟାତ ସହିତ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ବନ୍ଦ ରହିଛି। ବର୍ଷା ଦିନେ ରାସ୍ତାରେ ଆଣ୍ଠୁଏରୁ ଉର୍ଦ୍ଧ୍ୱ ପାଣି ଜମା ହେଉଥିବା ଯୋଗୁଁ ଯାତାୟାତ ସମୟରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏନେଇ ଗ୍ରାମବାସୀମାନେ ରାଜସ୍ୱ ନିରୀକ୍ଷକ, ତହସିଲଦାର ଏବଂ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ପାଇପାରିନଥିଲେ। ତେଣୁ ନ୍ୟାୟ ନିମନ୍ତେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗ୍ରାମବାସୀ। ପରିଶେଷରେ ଆଜି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତିର୍ତ୍ତୋଲ ତହସିଲଦାରଙ୍କ ତରଫରୁ ରାଜସ୍ୱ ନିରୀକ୍ଷକ, ଅମିନୟ ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀମାନେ ଗ୍ରାମବାସୀଙ୍କ ଉପସ୍ଥିତିରେ ମାପଚୁପ କରି ସ୍ଥାନ ନିର୍ଦ୍ଧାରଣ କରିଥିଲେ। ଏନେଇ ଗ୍ରାମବାସୀମାନେ ଖୁସି ବ୍ୟକ୍ତ କରିବା ସହିତ ଖୁବ୍ ଶୀଘ୍ର ଜବରଦଖଲ ଉଚ୍ଛେଦ ହୋଇ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏହି ମାପଚୁପ ସମୟରେ ଗ୍ରାମ ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ଚଇନି, ସମିତି ସଭ୍ୟ ଉମେଶ ଚନ୍ଦ୍ର ବାରିକ, ଜଗନ୍ନାଥପୁର ସରପଞ୍ଚ ସୁଶାନ୍ତ କୁମାର ନାୟକ, ସମିତି ସଭ୍ୟ ଶେଖ ରଫିକୁଦ୍ଦିନ, ନିକୁଞ୍ଜ କିଶୋର ଶତପଥୀ, ମାନବାଧିକାର କର୍ମୀ ସତ୍ୟବ୍ରତ ଶତପଥୀ, ସ୍ଥାନୀୟ ଅମିନ ରାଜକିଶୋର ପ୍ରଧାନ, ପ୍ରଦ୍ୟୁମ୍ନ ତ୍ରିପାଠୀ, ଗଗନ ଖଣ୍ଡୁଆଳ, ଜଗବନ୍ଧୁ ସାହୁ, କାଳନ୍ଦୀ ଶତପଥୀ, ଯଦୁମଣି ବାରିକ, ପ୍ରଶାନ୍ତ ପଣ୍ଡା ଓ ରଶ୍ମିରଞ୍ଜନ ଶତପଥୀଙ୍କ ସମେତ ସମସ୍ତ ଗ୍ରାମବାସୀ ଓ ଜବରଦଖଲକାରୀ ଉତ୍ତମ ବାରିକ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ତେବେ ଦେଖିବାକୁ ବାକି ରହିଲା ସରକାରଙ୍କ ତରଫରୁ ମାପଚୁପ ସିନା ସରିଗଲା, ଉଚ୍ଛେଦ କାର୍ଯ୍ୟ କେବେ ହେଉଛି ଏବଂ ସାଧାରଣ ଲୋକଙ୍କ ଯାତାୟାତ ନିମନ୍ତେ ଥିବା ରାସ୍ତା ଅଧାପନ୍ତୁରିଆ ହୋଇ ପଡ଼ି ରହିଥିବା କଂକ୍ରିଟ କେବେ ଶେଷ ହେଉଛି। ବିଷୟ ଯେ 2019 ମସିହାରୁ ଏ ସମସ୍ୟା ଚାଲି ରହିଛି, କିନ୍ତୁ ଆମେ ଯାହା ଦେଖୁଛୁ টিভি ମାଧ୍ୟମରେ, ସମାଚାର ମାଧ୍ୟମରେ ଯେ ମୁଖ୍ୟମନ୍ତ୍ରୀ ଏବଂ ଆମର ରାଜସ୍ୱ ମନ୍ତ୍ରୀ ଯେଉଁମାନେ ବହୁତ ଭଲ ଭାବରେ କହୁଛନ୍ତି ଯେ ଜବରଦଖଲକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା, କିନ୍ତୁ ଏ ଜାଗାରେ ଆମର ସେଇଟା ହେଇପାରୁନି। ଏ ସରକାର ଦୀର୍ଘ 2 ବର୍ଷ ହେଲାଣି ଆସିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ଆମର ସମସ୍ୟା ହେଉନି। ଆମେ ତହସିଲରୁ କଲେକ୍ଟର ଅଫିସ୍ ଏମିତି ଦୌଡ଼ି ଦୌଡ଼ି ଆମେ ପୁରା ଗ୍ରାମବାସୀ ନୟାନ୍ତ ହେଇଗଲୁଣି। ପାଖାପାଖି ହଜାର ହଜାର ଲୋକ এই ରାସ୍ତା ଉପରେ ନିର୍ଭରଶୀଳ। 2-3ଟା ପଞ୍ଚାୟତକୁ କନେକ୍ଟ କରିଛି ଏବଂ ଆଶା କରୁଛୁ ଆଜି ଯେଉଁ ମାପ ହେଲା, ଫାଇନାଲ୍ ଏହା ହେଲା ଯେ ତୁରନ୍ତ ସରକାର ଏହା ଉପରେ ଯଦି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ଯଦି ଆମକୁ ଉପଯୁକ୍ତ ରାସ୍ତା ନ ଦିଅନ୍ତି ଏବଂ ଜବରଦଖଲକାରୀଙ୍କ ଉପରେ ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ଆମେ ଆଗାମୀ ଦିନରେ ଚେତାବନୀ ଦେଉଛୁ ଯେ ଆମେ ରାସ୍ତା ଘେରାଉ କରିବୁ, ତହସିଲ ଘେରାଉ କରିବୁ, କଲେକ୍ଟର ଅଫିସ୍ ଘେରାଉ କରିବୁ। ମାପଚୁପରେ ଯେଉଁ ଆର୍ଡି ରାସ୍ତାର ଅସୁବିଧା ଥିଲା, ଆଜି ତହସିଲଦାର ଅଫିସର ଷ୍ଟାଫ୍ ମାନେ ଆସି ପତ୍ରକାରମାନଙ୍କ ମାଧ୍ୟମରେ, ଗ୍ରାମ ଲୋକଙ୍କ ମାଧ୍ୟମରେ ତଥା ସ୍ଥାନୀୟ ଲୋକ କିଛି ଉପସ୍ଥିତ ରହି ମାପଚୁପ କରାଯାଇକରି ବହୁତ ଦିନର ଅସୁବିଧା ଆଜି ସମାଧାନ ହେବାକୁ ଯାଉଛି ବୋଲି ଆମେମାନେ ବହୁତ ଖୁସି। ଆଶା କରାଯାଉଛି ଆଗାମୀ ଦିନରେ ଏ ରାସ୍ତାଟି କେମିତି ସମ୍ପୂର୍ଣ୍ଣ ହେବ, ଯାହାଦ୍ୱାରା କି ଆମମାନେ ବର୍ଷା ଦିନ ବା ଖରା ଦିନ ବା ଅନ୍ୟ ଦିନମାନଙ୍କରେ ଆମ ପିଲାମାନେ, ଆମ ମହିଳାମାନେ ସୁରକ୍ଷିତରେ ଯାତାୟାତ କରିପାରିବେ। ଏତିକି ମୁଁ ସମସ୍ତଙ୍କ ସାମ୍ନାରେ ନିର୍ଭର କରୁଛନ୍ତି। ପ୍ରାୟ 10 ଖଣ୍ଡି ଗ୍ରାମ ଲୋକ ଖଣ୍ଡକୋପାଳ, କୋପାଳ, ଧମିଲ, ବାରବାଟିଆ, ତୁରୁଖା, ସାରଳ ଏଇ ବାଟ ଦେଇକରି ସେମାନେ ଜଗନ୍ନାଥପୁର ଯାଉଛନ୍ତି। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ତହସିଲଦାର ଷ୍ଟାଫ୍ମାନଙ୍କୁ ଏ ରାସ୍ତା ଯେତେ ଶୀଘ୍ର ହେଇପାରେ ସେତେ ଶୀଘ୍ର ସମ୍ପୂର୍ଣ୍ଣ କଲେ। ମୁଁ ସରପଞ୍ଚ ଆଜି ବୋଧେ 4 ବର୍ଷ ପାଖାପାଖି ହେଲାଣି। ତେଣୁ ଏଇଟା କେଉଁଠି ତ୍ରୁଟି, ନ୍ୟାୟିକ ବ୍ୟବସ୍ଥାରେ ତ୍ରୁଟି କି କ'ଣ ଚାଲିଛି ଆ ଦେହରେ, ସେଇଟା ମଧ୍ୟ ଆମେ ଜାଣିପାରୁନୁ। କାହିଁକିନା ଗ୍ରାମବାସୀମାନେ ଯେତେ ବି ଆବେଦନ କରିଛନ୍ତି ସରକାରୀ ସ୍ତରରେ, ଆମେ ବ୍ୟକ୍ତିଗତ ଭାବରେ ମଧ୍ୟ ଭେଟିଥିଲୁ ସେ ବାବୁଙ୍କୁ, କିନ୍ତୁ କୌଣସି ପ୍ରକାର ଆମେ ତା ଦେହରୁ କିଛି ଫାଇଦା ପାଇଲୁ ନାହିଁ। ଆଉ ମୁଁ ନିଜେ ଦେଖୁଛି ତହସିଲଦାର ଗୋଟିଏ ପରେ ଗୋଟିଏ ବଦଳୁଛନ୍ତି, ଏମିତି ବାରମ୍ବାର ମପା ଚାଲିଛି। ଲୋକ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି। ତେଣୁ ଏ ପ୍ରତୀକ୍ଷାର ଅନ୍ତ କେବେ ବି ଘଟିବ ସେଇଟା ଭଗବାନ ବି ଜାଣନ୍ତି। ନାଇଁ, ଆମେ ତ ଦେଖୁଛୁ ଧର 208, ତହସିଲଦାର କଲେ ସେଇ 208, କଲେକ୍ଟର କଲେ 208, ଯିଏ ବି କଲେ 208, ସମସ୍ତେ ନିଜ ନିଜ ପତିଆରେ ଦେଖିବାରେ ବ୍ୟସ୍ତ ଅଛନ୍ତି। ତେଣୁ ସାଧାରଣ ଲୋକ ଏଠି ହଇରାଣ ହେଉଛନ୍ତି। ଆମେ ମଧ୍ୟ ସରପଞ୍ଚ ଭାବରେ ଅଣ୍ଟାଏ ପାଣିରେ ପଶିକି ଏଠି ଲୋକଙ୍କ ଆଗରେ ଯାଉ। ମୁଁ ଭାବେ ଏଇଟା ବୋଧେ ଆମ ପାଇଁ ଠିକ୍ ଦଣ୍ଡ ମିଳୁଛି, କାହିଁକିନା ଆମେ ନିଜେ ଯେତେବେଳେ ଯାଉଛୁ ଅସୁବିଧାରେ ଆମେ କିଛି କରିପାରୁନୁ। ତାପରେ ଏପଟେ ହଜାର ହଜାର ଲୋକଙ୍କର ଯିବା ଆସିବା, କାହିଁକିନା ତୁରୁଖାରୁ ଏଇଟା ଡାଇରେକ୍ଟ ସଂଯୋଗ କରୁଛି ଗରାମ ଜଗନ୍ନାଥପୁର। ତେଣୁ ଏଇଟା ଗୋଟେ ମୁଖ୍ୟ ରାସ୍ତା। ତେଣୁ ଏଠି ପ୍ରଶ୍ନ ଉଠୁଛି ଯେ ଏତେ ଗୁଡ଼ିଏ ଲୋକଙ୍କର ଯେଉଁଟା ମାନେ ଅଛି ନିହାତି ଜରୁରୀ, ଯେଉଁଟା ଜିନିଷଟା ଦରକାର,
ତାକୁ ଜଣେ ଲୋକ କେମିତି ବନ୍ଦ କରିପାରୁଛି ସେଇଟା ବି ମାନେ ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି। ତିର୍ତ୍ତୋଲରୁ ପ୍ରସଞ୍ଜିତ ଦାସଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।